ମୁଁ ଜିଲ୍ଲା ସାମ୍ବାଦିକ ସଂଘ ତରଫରୁ ଜିଲ୍ଲା ସାମ୍ବାଦିକ ସଂଘର ସଭାପତି ହିସାବରେ କହିବା ଲାଗି ଚାହୁଁଛେ ବିନେକେଲାରେ ଜଣେ ଇଲେକ୍ଟ୍ରିକ ସର୍ଟ ସର୍କିଟ୍ରେ ତାର ମୃତ୍ୟୁ ଘଟଣା ହେଇଯିବା ଦ୍ୱାରା ଆମର ସାମ୍ବାଦିକ ବନ୍ଧୁ ମାନେ ଖୋଲାନ ଦେଇକିରି ଆସିବା ବାଟରେ ଏମାନଙ୍କର ଘଟଣା ଏମାନେ ବହିଛନ୍ ଇଲେକ୍ଟ୍ରିକ ଡିପାର୍ଟମେଣ୍ଟ ଏସଡିଓ ହେରିକା ସବୁ ବହିଛନ୍ ଏଜୁଟି ପୁରା ତାଙ୍କର ଷ୍ଟାଫ ବହିଛନ୍ ଏମାନେ କିଛି ପଚାରିବାରୁ ସେମାନେ ଉତ୍ତ୍ୟକ୍ତ ହେଇକିରି ଆମର ସାମ୍ବାଦିକ ବନ୍ଧୁ ମାନଙ୍କ ଉପରେ ଆକ୍ରମଣ କରିଥିବାରୁ ଆମେ ଜିଲ୍ଲା ସାମ୍ବାଦିକ ସଂଘ ତରଫରୁ ଘୋର ନିନ୍ଦା କରୁଛୁ ଏବଂ ତତ୍ସଙ୍ଗେ ସଙ୍ଗେ ଆମ ଟିଟଲାଗଡ଼ ସବ୍ ଡିଭିଜନ ଆଇଆଇସି ପାଖରେ ଏଫଆଇଆର ଦେଇଛୁ। ଘୋର ବିରୋଧ କରାଯିବ, ଦରକାର ପଡ଼ିଲେ ଷ୍ଟ୍ରାଇକରେ ବସିବୁ। ଆଉ ଗୋଟେ ଶ୍ରମିକଟେ ଇଲେକ୍ଟ୍ରିକରେ ମରିଗଲା, ଆମେ ସାଙ୍ଗେ ନ୍ୟୁଜ୍ କଭରେଜ ଯାଇଥିଲୁ। ଆଉ ଫେରିଲା ବେଳକେ ଦେଖୁନୁ ଯେ ଇଲେକ୍ଟ୍ରିକ ବାଲେ ମଦ ଫଦ ପିଇକିରି ପୁରା ରହିଥିଲେ। ତାପରେ ଆମେ ସେ ଯାଏ ପହଞ୍ଚିଲୁ। ଆଜି ତ ୱାର୍କିଂ ଅଛେ, ଜଣେ ଗୋଟେ ଶ୍ରମିକ ଲାଇନରେ ମରିଗଲାନ। ଆପଣମାନେ କାଁ କହୁଛ ବୋଲା କି ସାଙ୍ଗେ ସାଙ୍ଗେ ସେ ପଙ୍ଖୀ କାଁ ଟାଙ୍ଗିଆ ଧରିକିରି ଆମକୁ ଆକ୍ରମଣ କଲେ। ଫାଷ୍ଟ ଆମର ଓଟିଭି ପ୍ରତିନିଧି ଅଛନ୍ତି ନନ୍ଦବାବୁ ତାହା କଲେ, ଆକ୍ରମଣ କଲେ। ଆଉ ସବୁ ଆମେ ଭିଡ଼ିଓ କରୁଥିଲୁ। ତାପରେ ସଞ୍ଜୟ ବେହେରା ତାକୁ କଲେ, ଆଟାକ୍ କଲେ। ଏବେ କେସ୍ ଦିଆହେଇଛେ, ଥାନା କହୁଛନ୍ ତାର ପଦକ୍ଷେପ ନେବୁ କହୁଛନ୍। ଯଦି ପଦକ୍ଷେପ ନେବେ ବୋଲେ ଆନ୍ଦୋଳନ କରାହେବା ନା। ଆଉ ଦେଖନ୍ତୁ, ଆଜିକାଲି ଗୋଟିଏ ସଂସ୍ଥା ଏବଂ କିଛି ଦୁଷ୍ଟ ମନ୍ଦ ପ୍ରକୃତିର ଲୋକମାନେ ଗଣମାଧ୍ୟମ ଯେଉଁଟାକି ଆମର ସମ୍ବିଧାନ ଚତୁର୍ଥ ସ୍ତମ୍ଭ ଅଟେ, ସେମାନେ ତାଙ୍କ ଠିକ୍ ଖବର ପ୍ରସାରକୁ ସେମାନେ ସହନ କରିପାରୁନାହାନ୍ତି ଏବଂ ଗଣମାଧ୍ୟମର ଭାଇମାନଙ୍କୁ ଆକ୍ରମଣ କରୁଛନ୍ତି। ତାକୁ ଓକିଲ ସଂଘ ଟିଟଲାଗଡ଼ ତୀବ୍ର ନିନ୍ଦା କରୁଛି।